ଆଚ୍ଛା ପିଲାମାନେ, ଆମେ କାଲି ଆଲୋଚନା କରିଥିଲେ ପଞ୍ଚମ ପଦଟି। ଆଜି ଷଷ୍ଠ ପଦ ଦେଖିବା। ପଞ୍ଚମ ପଦରେ ଆମେ ଦେଖିଥିଲେ ତମସା ନଦୀ ସତୀ ସୀତାଙ୍କୁ ନିଜ କୋଳରେ ଆଲିଙ୍ଗନ କରିବା ନିମନ୍ତେ ବ୍ୟାକୁଳ ହୋଇ ଉଠିଛି ଏବଂ ସତୀ ସୀତାଙ୍କୁ ଦର୍ଶନ କରି ତାଙ୍କୁ କୋଳାଗ୍ରତ କରି ସେ ସୁଖ ଲାଭ କରିବା ଉଦ୍ଦେଶ୍ୟରେ ତାଙ୍କ ବାଟକୁ ଅନାଇ ରହିଛି ଏବଂ ଯେଉଁ ବାର୍ତ୍ତା ସୀତାଙ୍କୁ ଆସି ଦେଇଛନ୍ତି ସେହି ଆଶ୍ରମର ବୟୋଜ୍ୟେଷ୍ଠା ତପସ୍ୱିନୀ। ଏବେ ଦେଖିବା ଷଷ୍ଠ ପଦଟି। ପଦ୍ମିନୀ ହୃଦ ଶିଶିର ବିନ୍ଦୁରେ ଖରରଶ୍ମିର ପ୍ରତିବିମ୍ବ ପରି ବୀର ରାମ ମୂରତି। ଶୋକ ଜର୍ଜରିତ ଚିତ ଫଳକେ କରି ଚିତ୍ରିତ ହେଲେ ଆସନୁ ଉତ୍ଥିତ ଜାନକୀ ସତୀ। ନମି ଅନୁକମ୍ପା ପୟରେ ବନ୍ଦିଲେ ଉଷାର ପଦ ସବିନୟରେ। ଏବେ ବୁଝିବା। ପଦ୍ମିନୀ ହୃଦ ଶିଶିର ବିନ୍ଦୁରେ ଖର ରଶ୍ମିର। ପଦ୍ମିନୀ କହିଲେ ଏଠାରେ ପଦ୍ମ ଫୁଲକୁ ବୁଝାଉଛି। ପଦ୍ମିନୀ ହୃଦ ଶିଶିର, ସାଧାରଣତଃ ତୁମେମାନେ ଜାଣିଥିବ, ପଦ୍ମ କବିତାରେ ପଢ଼ିଥିବ, ଯେତେବେଳେ ସକାଳ ହୁଏ ସୂର୍ଯ୍ୟଙ୍କ କିରଣ ଧରାପୃଷ୍ଠରେ ପତିତ ହୋଇଥାଏ, ଧୀରେ ଧୀରେ ପଦ୍ମଫୁଲ ପ୍ରସ୍ଫୁଟିତ ହେବାକୁ ଆରମ୍ଭ କରେ। କାରଣ ପଦ୍ମ ଏବଂ ସୂର୍ଯ୍ୟ ଏହି ଦୁହିଁଙ୍କ ମଧ୍ୟରେ ଯେଉଁଭଳି ପ୍ରେମ ଭାବ ରହିଛି ବା ଯେଉଁଭଳି ଈଶ୍ୱର ଏବଂ ଭକ୍ତର ଭାବ ରହିଛି, ତାହା ସଦାସର୍ବଦା ଅନ୍ୟମାନଙ୍କ ନିକଟରେ ଉଦାହରଣ ପାଲଟିଛି। ତେଣୁ ସେହି ପଦ୍ମଫୁଲର ହୃଦୟ ବା ପଦ୍ମଫୁଲ ଯେତେବେଳେ ପ୍ରସ୍ଫୁଟିତ ହୋଇଛି, ତା'ର ଅନ୍ତଃସ୍ଥଳରେ ଶିଶିର ବିନ୍ଦୁ, ଯେହେତୁ ପ୍ରାତଃ ସମୟ ବ୍ରାହ୍ମ ମୁହୂର୍ତ୍ତ ଏବଂ ଶିଶିର ବିନ୍ଦୁ ବା କାକର ବିନ୍ଦୁ ସେ ପଦ୍ମଫୁଲର ଭିତର ଅଂଶରେ ପଡ଼ିଛି ଏବଂ ଯେତେବେଳେ ସୂର୍ଯ୍ୟଙ୍କ କିରଣ ଖର ରଶ୍ମି, ଖର କହିଲେ ଅର୍ଥ, ଖର ହେଉଛି ସୂର୍ଯ୍ୟଙ୍କର ଯେଉଁ ରଶ୍ମି, ସୂର୍ଯ୍ୟ କିରଣକୁ ଖର ରଶ୍ମି ବୋଲି କୁହାଯାଇଛି। ତେଣୁ ସୂର୍ଯ୍ୟର କିରଣ ଯେତେବେଳେ ସେ ପଦ୍ମଫୁଲ ଉପରେ ପଡ଼ିଛି, ତା ଭିତରେ ଥିବା ଶିଶିର ବିନ୍ଦୁ ଉପରେ ପଡ଼ିବା ଦ୍ୱାରା ତାହା ଗୋଟିଏ ପ୍ରତିବିମ୍ବ ସୃଷ୍ଟି ହେଇଛି। ଜଳରେ ଯେତେବେଳେ ସୂର୍ଯ୍ୟରଶ୍ମି ପଡ଼ୁଛି, ସେ ଗୋଟିଏ ପ୍ରତିବିମ୍ବ ସୃଷ୍ଟି, ଗୋଟିଏ ଚିକ୍ ଚିକ୍ ମାରିଥାଏ, ମାନେ ଝଟକିଥାଏ ଏବଂ ଗୋଟିଏ ପ୍ରତିବିମ୍ବ ସୃଷ୍ଟି କରିଥାଏ। ତେଣୁ ସତେକି ପଦ୍ମଫୁଲ ତା ହୃଦୟ ମଧ୍ୟରେ ଯେଉଁ ଶିଶିର ବିନ୍ଦୁରେ ସୂର୍ଯ୍ୟଙ୍କର ପ୍ରତିବିମ୍ବକୁ ଦେଖୁଛି। ତା'ର ଇଷ୍ଟ ଦେବତା, ତା'ର ପ୍ରଭୁ, ତା'ର ପ୍ରେମିକ ପୁରୁଷ ସେ ସୂର୍ଯ୍ୟଙ୍କୁ ତା'ର ଅନ୍ତଃସ୍ଥଳରେ ସ୍ଥାନ ଦେଇଛି ଏବଂ ତାଙ୍କର ସୂର୍ଯ୍ୟଙ୍କର ପ୍ରତିବିମ୍ବକୁ, ସୂର୍ଯ୍ୟଙ୍କର ପ୍ରତିମୂର୍ତ୍ତିକୁ ସେ ତା'ର ଅନ୍ତର ଭିତରେ, ତା'ର ଫୁଲ, ତା'ର ଅନ୍ତଃସ୍ଥଳରେ ସେ ତାକୁ ସାଇତି ରଖିଛି, ପ୍ରତିବିମ୍ବକୁ ସେ ଧରି ରଖିଛି। ଏବଂ ଏହା କବି ପୁଣି ଦର୍ଶାଇଛନ୍ତି କାହା ମଧ୍ୟରେ? ମାତା ମହାସତୀ ସୀତାଙ୍କ ହୃଦୟ ଭିତରେ। ପ୍ରତିବିମ୍ବ ପରି ବୀର ରାମ ମୂରତି। ଶୋକ ଜର୍ଜରିତ ଚିତ୍ତ ଫଳକେ କରି ଚିତ୍ରିତ ହେଲେ ଆସନ୍ନ ଉତ୍ଥିତ ଜାନକୀ ସତୀ। ଯେମିତି ପଦ୍ମଫୁଲର ହୃଦୟ ମଧ୍ୟରେ ସୂର୍ଯ୍ୟ ରଶ୍ମି ବା ସୂର୍ଯ୍ୟଙ୍କର ପ୍ରତିବିମ୍ବ ପଦ୍ମଫୁଲ ସାଇତି ରଖିଛି, ସେହିଭଳି ବୀର ରାମଚନ୍ଦ୍ରଙ୍କର ମୂରତିର
ପଦ ରୂପ ହେଲା ମୂର୍ତ୍ତି। ବୀର ରାମ ମୂର୍ତ୍ତିକୁ ଅର୍ଥ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ମୂର୍ତ୍ତିକୁ ବା ତାଙ୍କର ଯେଉଁ ସୂର୍ଯ୍ୟ ରାମଚନ୍ଦ୍ରଙ୍କର ସେ ଯେଉଁ ମୁଖମଣ୍ଡଳ ବା ତାଙ୍କ ପ୍ରତିମୂର୍ତ୍ତିକୁ ଶୋକ ଜର୍ଜରିତ ଚିତ୍ତ ହଳକେ କରି ଚିତ୍ରିତ ହେଲେ ଆସନ ଉତ୍ଥିତ ଜାନକୀ ସତୀ। ଜାନକୀ ସତୀ ବା ଜାନକୀ ଜନକ ରାଜାଙ୍କ କନ୍ୟା ହୋଇଥିବାରୁ ଜାନକୀ, ତେଣୁ ସତୀ ସୀତା ବା ସହାସତୀ ଜାନକୀ ଆସନ ଉତ୍ଥିତ ହୋଇଛନ୍ତି। ଉତ୍ଥିତ ଅର୍ଥ ହେଲା ଉଠିବା। ଯେତେବେଳେ ସେ ଶୟନରତା ଥିଲେ, ଶଯ୍ୟା ତ୍ୟାଗ କରି ଯେତେବେଳେ ସେ ଆସନରୁ ଉଠିଛନ୍ତି, ସେହି ସମୟରେ ତାଙ୍କ ହୃଦୟ ମଧ୍ୟରେ କିଏ ସେ ରହିଛନ୍ତି, କ'ଣ ରହିଛନ୍ତି? ଯେତେବେଳେ ସେ ଶଯ୍ୟା ତ୍ୟାଗ କରି ଉଠିଛନ୍ତି, ଆସନରୁ ସେ ଉତ୍ଥିତ ହୋଇଛନ୍ତି, ସେତେବେଳେ ତାଙ୍କ ହୃଦୟ ମଧ୍ୟରେ କେବଳ ରହିଛନ୍ତି କିଏ? ସେ ବୀର ରାମ ମୂର୍ତ୍ତି, ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ମୂର୍ତ୍ତି ତାଙ୍କ ହୃଦୟ ମଧ୍ୟରେ ରହିଛି। ଶୋକ ଜର୍ଜରିତ ଚିତ୍ତ ଫଳକେ କରି ଚିତ୍ରିତ, ତାଙ୍କ ହୃଦୟ ଶୋକ ଜର୍ଜରିତ ହୋଇଯାଇଛି। ଯେହେତୁ ତାଙ୍କର ପତି ପରମେଶ୍ୱର ପ୍ରଭୁ ରାମଚନ୍ଦ୍ର, ଯାହାଙ୍କୁ ସେ ସଦାସର୍ବଦା ପୂଜାର୍ଚ୍ଚନା କରି ଆସୁଥିଲେ, ନିଜର କାୟା ସହିତ ଛାୟାର ଯେଭଳି ସମ୍ପର୍କ ଥାଏ, ରାମଙ୍କ ସହିତ ସୀତାଙ୍କର ସେହିଭଳି ସମ୍ପର୍କ, କିନ୍ତୁ ଆଜି ରାମଚନ୍ଦ୍ର ତାଙ୍କୁ ନିର୍ବାସିତା କରିଛନ୍ତି, ଯାହାଦ୍ୱାରା ସୀତା ଅତ୍ୟନ୍ତ ମର୍ମାହତା। ତେଣୁ ସେଥିଲାଗି ସେ ଶୋକ ଜର୍ଜରିତ ଚିତ୍ତରେ, ଶୋକାଭିଭୂତ ଚିତ୍ତରେ, ହୃଦୟରେ ଫଳକେ କରି ଚିତ୍ରିତ, ରାମଚନ୍ଦ୍ରଙ୍କର ଚିତ୍ରକୁ ସେ ତାଙ୍କର ହୃଦୟ ରୂପକ ଫଳକରେ ଆଙ୍କି ଦେଇଛନ୍ତି, ଚିତ୍ର ଆଙ୍କି ଦେଇଛନ୍ତି। ଯେଭଳି ଆମେ ଗୋଟିଏ ଚିତ୍ରପଟରେ ଚିତ୍ର ଆଙ୍କିଥାଏ, ସେଭଳି ସତୀ ସୀତାଙ୍କ ହୃଦୟ ରୂପକ ଫଳକରେ ସେ କେବଳ ପ୍ରଭୁ ରାମଚନ୍ଦ୍ରଙ୍କର ଚିତ୍ର ସେ ଆଙ୍କିଛନ୍ତି ଏବଂ ସେ ରାମଚନ୍ଦ୍ରଙ୍କର ମୂର୍ତ୍ତିକୁ, ରାମଚନ୍ଦ୍ରଙ୍କର ପ୍ରତିମୂର୍ତ୍ତିକୁ ସେ ନିଜର ବା ମୂର୍ତ୍ତିକୁ ତାଙ୍କର ନିଜର ହୃଦୟ ମଧ୍ୟରେ ସ୍ଥାନ ଦେଇ ସେ ତାଙ୍କର ଶଯ୍ୟା ତ୍ୟାଗ କରିଛନ୍ତି, ଶଯ୍ୟାରେ ଉଠିଛନ୍ତି। ତା ଅର୍ଥ ସେ ଉଠିବା ସମୟରେ କେବଳ ରାମଚନ୍ଦ୍ରଙ୍କର ପ୍ରତିମୂର୍ତ୍ତି, ରାମଚନ୍ଦ୍ର କେବଳ ହିଁ ତାଙ୍କ ହୃଦୟ ଭିତରେ ବିରାଜମାନ କରିଛନ୍ତି। ନମି ଅନୁକମ୍ପା ପୟରେ ବନ୍ଦିଲେ ଉଷାର ପଦ ସବିନୟରେ। ନମି ଅନୁକମ୍ପା ପୟରେ, ସେହି ସମୟରେ ଅନୁକମ୍ପା ଆସି ତାଙ୍କ କୁଟୀର ମଧ୍ୟରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ଶଯ୍ୟା ତ୍ୟାଗ କରିବା ନିମନ୍ତେ ଆବାହନ କରିଛନ୍ତି। ପୂର୍ବ ପଦ ଗୁଡ଼ିକରେ ଆମେ ଦେଖିଛେ, ପୂର୍ବ ପଦରେ ଆମେ ପଢ଼ିଛେ। ତେଣୁ ଯେତେବେଳେ ସେ ଶଯ୍ୟା ତ୍ୟାଗ କରିଛନ୍ତି ଶୋକ ଜର୍ଜରିତ ଚିତ୍ତରେ, ସେ ଅନୁକମ୍ପାଙ୍କ ପୟରେ, ଅନୁକମ୍ପାଙ୍କ ପୟର ଅର୍ଥ ହେଉଛି ପାଦ, ଅନୁକମ୍ପାଙ୍କ ପାଦରେ ସେ ପ୍ରଥମେ ନମସ୍କାର କରିଛନ୍ତି, ପ୍ରଣାମ କରିଛନ୍ତି। ଏହା ହେଉଛି ଆମ ଭାରତୀୟ ସଂସ୍କୃତି, ଆମ ଭାରତୀୟ ପରମ୍ପରା। ସାଧାରଣତଃ ଯେତେବେଳେ ଆମେ ଶଯ୍ୟା ତ୍ୟାଗ କରିଥାଏ, ଆମର ଘରେ ଥିବା ଯେତେ ସବୁ ବୟସ୍କ ବ୍ୟକ୍ତି ଥାଆନ୍ତି, ସେମାନଙ୍କର ପଦବନ୍ଦନା କରିବା ହେଉଛି ଆମ ଭାରତୀୟ ପରମ୍ପରାର ଗୋଟିଏ ନୀତି ଏବଂ ଆଦର୍ଶ। ତେଣୁ ସେ ଯେହେତୁ ଅଯୋଧ୍ୟା ରାଜ୍ୟର ରାଜ୍ୟରାଣୀ ଥିଲେ, ସେ ମଧ୍ୟ ଜନକ ରାଜାଙ୍କର ସେ ଥିଲେ କନ୍ୟା। ସେ ଅତ୍ୟନ୍ତ ନାରୀ ପାଖରେ ଯେଉଁଭଳି ସବୁ ଗୁଣ ରହିବା ଆବଶ୍ୟକ, ସେ ସର୍ବଗୁଣରେ ସେ ସମ୍ପନ୍ନ ଥିଲେ, ସର୍ବଗୁଣ ସମ୍ପନ୍ନା ଥିଲେ। ତେଣୁ ସେ ଜାଣିଛନ୍ତି ଗୋଟେ ନାରୀର କର୍ତ୍ତବ୍ୟ, ଗୋଟେ ନାରୀର କ'ଣ ସବୁ କାର୍ଯ୍ୟ କରିବା ଉଚିତ। ତେଣୁ ଏହା ଆମର ଭାରତୀୟ ପରମ୍ପରାର ମହାନ ଆଦର୍ଶ, ଯାହାକୁ ସେ ଏଠାରେ କବି ସ୍ଥାନ ଦେଇଛନ୍ତି। ତେଣୁ ସେ ଯେତେବେଳେ ଶଯ୍ୟା ତ୍ୟାଗ କରିଛନ୍ତି, ଅନୁକମ୍ପାଙ୍କର ସେ ପଦବନ୍ଦନା କରିଛନ୍ତି, ଅନୁକମ୍ପାଙ୍କ ପଦରେ ସେ ନମସ୍କାର କରି ତାଙ୍କର ପଦବନ୍ଦନା କରିଛନ୍ତି। ତା ସହିତ ବନ୍ଦିଲେ ଉଷାର ପଦ ସବିନୟରେ, ତା ସହିତ ଯେହେତୁ ଉଷା ଆସି ତାଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ତାଙ୍କ ପାଇଁ ଉପହାର ଧରି ଆସି ପହଞ୍ଚିଥିଲେ, ତେଣୁ ଉଷାଙ୍କର ମଧ୍ୟ ପଦବନ୍ଦନା କରିଥିଲେ। ତାପରେ ଦେଖିବା, ବୋଇଲେ ତାକୁ ପ୍ରଶଂସି ତୁମେ ତିମିର ବିଧୁଂସି,
ରବି ଆଗମନ ଶଂସି ହୁଅ ସଂସାରେ। ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ। ତହିଁ ଯାଉଛି ଶରଣ ଦୃଢ଼ ଆଶାରେ। ଶୁଭ୍ର ସୌରଭ ରସିକେ ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ। ବର୍ତ୍ତମାନ ବୁଝିବା। ବୋଇଲେ ତାକୁ ପ୍ରଶଂସି ତୁମେ ତିମିର ବିଧ୍ୱଂସୀ। ଏଠାରେ ତାକୁ କହିଲେ ଉଷାକୁ ଏଠାରେ ବୁଝଉଛି। ଉଷାଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ବୋଇଲେ ତାକୁ ପ୍ରଶଂସି। ସତୀ ସୀତା ଯେତେବେଳେ ସଜେତାକ କରି ଅନୁକମ୍ପାଙ୍କୁ ପ୍ରଣାମ ଜଣାଇଛନ୍ତି ଏବଂ ଉଷାଙ୍କର ମଧ୍ୟ ପଦବନ୍ଦନା କରିଛନ୍ତି। ଯେହେତୁ ଉଷା ବହୁ ପ୍ରକାରର ଆୟୋଜନ କରିଛି ସତୀ ସୀତାଙ୍କୁ ଏହି ବାଲ୍ମୀକି ଋଷିଙ୍କ ଆଶ୍ରମରେ ପ୍ରଥମ ପ୍ରଭାତରେ ସ୍ୱାଗତ କରିବା ନିମନ୍ତେ, ତେଣୁ ସେ ତାଙ୍କୁ ବହୁ ମାତ୍ରାରେ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ହେ ଉଷା, ତୁମେ ତିମିର ବିଧ୍ୱଂସୀ। ତିମିର ଅର୍ଥ ହେଉଛି ଅନ୍ଧକାର। ତିମିର ଅର୍ଥ ହେଉଛି ଅନ୍ଧକାର। ତେଣୁ ତୁମେ ତିମିର ବିଧ୍ୱଂସୀ ଧ୍ୱଂସ କରିବା, ଅର୍ଥାତ୍ ତୁମର ଆଗମନ ହେଲେ ଅନ୍ଧକାର ଦୂରୀଭୂତ ହୋଇଯାଇଥାଏ। ତେଣୁ ତୁମେ ଅନ୍ଧକାରକୁ ବିଧ୍ୱଂସ କରିଥାଅ, ଅନ୍ଧକାରକୁ ଧ୍ୱଂସ କରିଥାଅ। ଆଉ କ'ଣ? ତୁମେ ଆଗମନ ଶଂସି ରବି ଆଗମନ ଶଂସି ହୁଅ ସଂସାରେ। ରବି ଆଗମନ ଶଂସି ଅର୍ଥ ହେଉଛି ସୂଚକ। ରବି ଆଗମନ ଶଂସି, ରବି ଆଗମନର ସୂର୍ଯ୍ୟ ଆସିବାର ବା ସୂର୍ଯ୍ୟ ଉଦୟ ହେବାର ସୂଚକ ହେଉଛ ତୁମେ। ଯେତେବେଳେ ସକାଳ ହୁଏ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇଥାନ୍ତି। ଯେତେବେଳେ ରାତ୍ରି ହୁଏ ସୂର୍ଯ୍ୟ ଅସ୍ତାଚଳଗାମୀ ହୋଇଥାନ୍ତି। ତେଣୁ ଯେତେବେଳେ ପ୍ରାତଃ ସମୟରେ ସୂର୍ଯ୍ୟ ଉଦୟ ହୁଅନ୍ତି, ସୂର୍ଯ୍ୟଙ୍କ ଦ୍ୱାରା ସାରା ପୃଥିବୀ ପୃଷ୍ଠ ଆଲୋକିତ ହୁଏ ଏବଂ ପୃଥିବୀବାସୀ ସୂର୍ଯ୍ୟଙ୍କୁ ସେ ଅନୁଭବ କରିଥାଏ, ସୂର୍ଯ୍ୟଙ୍କ କିରଣକୁ ଅନୁଭବ କରିଥାନ୍ତି ଏବଂ ସୂର୍ଯ୍ୟ ସମସ୍ତଙ୍କର ଦୃଷ୍ଟିଗୋଚର ହୋଇଥାନ୍ତି। ତେଣୁ ସେଥିଲାଗି ସେ ଏଠି କହୁଛନ୍ତି ତାଙ୍କୁ ପ୍ରଶଂସା କରି, ତୁମେ ହିଁ ରବି ଆଗମନର ଶଂସି, ରବି ଆଗମନର ସୂଚକ ବା ରବି ଆଗମନର ସୂଚନା ବା ବାର୍ତ୍ତା ତୁମେ ହିଁ ଏ ସଂସାରରେ ଦେଇଥାଅ। ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ। ତହିଁ ଯାଉଛି ଶରଣ ଦୃଢ଼ ଆଶାରେ। ତୁମର କୋମଳ ଚରଣ, ଯେହେତୁ ଉଷାଦେବଙ୍କୁ ସେ ଜଣେ ଏଠାରେ କବି ଗୋଟିଏ ନାରୀର ଭୂମିକାରେ ବା ଜଣେ ନାରୀ ଭାବରେ ସେଠାରେ ଅବତାରଣା କରିଛନ୍ତି। ସାଧାରଣତଃ ନାରୀମାନଙ୍କ ଯେଉଁ ଚରଣ ବା ପାଦକୁ କୋମଳ ଚରଣ ବୋଲି କୁହାଯାଇଥାଏ। ତେଣୁ ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ। ତୁମର ଏଇ ଯେଉଁ କୋମଳ ଚରଣ ଜ୍ୟୋତିକୁ ଆହରଣ କରୁଛି। ସୂର୍ଯ୍ୟଙ୍କର ସେ ଯେଉଁ କିରଣ ସୂର୍ଯ୍ୟଙ୍କ ଜ୍ୟୋତିକୁ ସେ ଆହରଣ କରୁଛି। ଆହରଣ କରିବା ଅର୍ଥ ଯେଉଁଟା ଗ୍ରହଣ କରିବା। ତହିଁ ଯାଉଛି ଶରଣ ଦୃଢ଼ ଆଶାରେ। ତେଣୁ ମୁଁ ମଧ୍ୟ ଦୃଢ଼ ଆଶା ନେଇ, ଦୃଢ଼ ମନୋବଳ ନେଇ, ଦୃଢ଼ ଆଶା ନେଇ ମୁଁ ତୁମର ଶରଣାଗତ ହେଉଛି, ତୁମ ଶରଣରେ ଯାଉଛି। ଯେ ହଁ, ମୋ ମନରେ ଯେଉଁ ଦୁଃଖ ଅଛି, ମୋର ଜୀବନରେ ଯାହା ସବୁ ଘଟିଯାଇଛି, ଯାହା ମୋର ବିଗତ ଦିନମାନଙ୍କରେ ମୋ ସହିତ ଯେଉଁଭଳି ସବୁ ଘଟଣା ଘଟିଛି, ସବୁଗୁଡ଼ିକ ଦୂରୀଭୂତ କରିବାର ଆଶା ନେଇ, ଦୃଢ଼ ଆଶା ନେଇ ମୁଁ ତୁମର ଶରଣାଗତ ହେଉଛି। ତୁମେ ହିଁ ମୋର ସବୁ ଦୁଃଖକୁ ଲାଘବ କରିପାରିବ। ଶୁଭ୍ର ସୌରଭ ରସିକେ ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ। ଶୁଭ୍ର ସୌରଭ ରସିକେ। ଶୁଭ୍ର ଅର୍ଥ ହେଲା ଧଳା, ସୌରଭ ହେଲା ଫୁଲର ଯେଉଁ ସୁଗନ୍ଧକୁ ସୌରଭ ବୋଲି କୁହାଯାଏ। ଏଠି ସୌରଭର ପଦ୍ୟରୂପ ହେଉଛି ସୌରଭ। ତେଣୁ ଶୁଭ୍ର ସୌରଭ ରସିକେ। ସାଧାରଣତଃ ପ୍ରାତଃ ସମୟରେ ଆମେ ଯେଉଁ ଧୀର ପବନ ବହିଥାଏ, ପବନରେ ସକାଳେ ଯେଉଁ ଫୁଲ ଗୁଡ଼ିକ ସବୁ ଫୁଟିଥାନ୍ତି, ତା'ର ସୁରଭି ଚତୁର୍ଦିଗରୁ ପବନ ଦ୍ୱାରା ବହି ଆସିଥାଏ। ତେଣୁ
ତେଣୁ ସେ କଥାକୁ ସେଠାରେ କହୁଛନ୍ତି ଯେ ଶୁଭ୍ର ସୌରଭ ରସିକେ। ତେଣୁ ତୁମେ ଏଇ ସୁନ୍ଦର ପ୍ରାତଃ ସମୟର ଯେଉଁ ଶୁଭ୍ର ସୌରଭ ପୁଷ୍ପର ଯେଉଁ ସୁଗନ୍ଧ, ସତେକି ତୁମକୁ ତାହା ଏତେ ଆନନ୍ଦିତ କରେ, ଏତେ ଖୁସି ଲାଗେ, ତୁମେ ସେଇ ସୌରଭକୁ, ପୁଷ୍ପର ସୌରଭକୁ ତୁମେ ଆହରଣ କରିଥାଅ, ଗ୍ରହଣ କରିଥାଅ। ରସିକ କହିଲେ, ରସିକ ମାନେ ଯେଉଁମାନେ ମାନେ ସଉକ ଅର୍ଥରେ କୁହାଯାଏ। ସାଧାରଣତଃ ଦେଖିବ କିଛି ଲୋକ ଥାଆନ୍ତି, ସେମାନେ ଫୁଲକୁ ମାଳ କରି ପିନ୍ଧିବା, ଫୁଲରେ ନିଜକୁ ସଜେଇ ହେବା, ଏମାନଙ୍କୁ ସବୁ ରସିକିଆ ବୋଲି କୁହାଯାଏ। ତେଣୁ ଏଠାରେ ଉଷାଦେବଙ୍କୁ ସେ କହୁଛନ୍ତି ଯେ ତୁମେ ଏଇ ସୌରଭର ରସିକ। ଯେହେତୁ ପ୍ରାତଃ ସମୟରେ ଆମର ସୁଗନ୍ଧିତ ଫୁଲମାନଙ୍କରୁ ସୌରଭ ବହୁ ଦୂରରୁ ଭାସି ଆସିଥାଏ ପବନ ମାଧ୍ୟମରେ, ତେଣୁ ତୁମେ ବୋଧେ ସେ ସୌରଭ ପ୍ରତି ଆସକ୍ତ ଅଛ, ସେ କଥା ସେଠାରେ ସେ କହୁଛନ୍ତି। ଏବଂ ପୁଣି କ'ଣ କହିଲେ, ଶୁଭ ସମ୍ପାଦିନୀ ହୁଅ ରଘୁବଂଶୀକେ। ଏବଂ ଏଇଠି ଦେଖ ଗୋଟେ ମହାନ ବାର୍ତ୍ତା, ମହାନ ଗୋଟେ ନାରୀର ପ୍ରକୃତ କର୍ତ୍ତବ୍ୟ କ'ଣ। ଜଣେ ମହିୟସୀ ମହିଳା, ଜଣେ ପତିଗତ ପ୍ରାଣା ପତିବ୍ରତା ନାରୀର କେଉଁ ଗୁଣ ରହିବା ଆବଶ୍ୟକ, ତାହା ସେ ଏଇ ପଦକରେ କହିଲେ, ଶୁଭ ସମ୍ପାଦିନୀ ହୁଅ ରଘୁବଂଶୀକେ। ଶୁଭ ସମ୍ପାଦିନୀ, ସମ୍ପାଦନା କରିବା ଅର୍ଥ ଯେଉଁଟା କାର୍ଯ୍ୟନିର୍ବାହ କରିବା, ତାକୁ କୁହନ୍ତି ସମ୍ପାଦନା। ତେଣୁ ଶୁଭ ସମ୍ପାଦନା, ତୁମେ ସବୁବେଳେ ଶୁଭ ସମ୍ପାଦନା କରିବ, ଅର୍ଥ ଶୁଭ କାର୍ଯ୍ୟ ହିଁ କରିଆସିବ। କାହାର? ରଘୁବଂଶୀକେ। ରଘୁବଂଶୀକେ କହିଲେ ରଘୁବଂଶ। ରଘୁବଂଶ ଆମର ଯେଉଁ ଅଯୋଧ୍ୟାର ରାଜା ପ୍ରଭୁ ଶ୍ରୀ ରାମଚନ୍ଦ୍ର ଥିଲେ, ସେ ରଘୁବଂଶର ଦାୟାଦ ଥିଲେ। ତାଙ୍କର ପୂର୍ବପୁରୁଷ ଜଣେ ରାଜା ଥିଲେ, ତାଙ୍କ ନାଁ ଥିଲା ରଘୁ। ଏବଂ ସେଇ ରଘୁ ଥିଲେ ଶ୍ରେଷ୍ଠ, ସେଇ ଅଯୋଧ୍ୟା ରାଜବଂଶର ସେ ଥିଲେ ଶ୍ରେଷ୍ଠ ନରପତି। ଏବଂ ତାଙ୍କର ଯେଉଁ ନୀତି ଆଦର୍ଶ କୀର୍ତ୍ତି ସେ ସବୁ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା, ପ୍ରଜାବତ୍ସଳ ଥିଲେ। ତେଣୁ ତାଙ୍କର ନାମ ଅନୁସାରେ ସେହି ରାଜବଂଶର ନାମ ରଖାଯାଇଛି ରଘୁବଂଶ। ଏବଂ ସେହି ରଘୁବଂଶରେ ଯେହେତୁ ରାମଚନ୍ଦ୍ର ଜନ୍ମଲାଭ କରିଛନ୍ତି, ତାଙ୍କୁ ମଧ୍ୟ ରଘୁବଂଶୀକେ ବୋଲି ଏଠାରେ ସମ୍ବୋଧନ କରିଛନ୍ତି ମହାସତୀ ସୀତା। ତେଣୁ ଏଠାରେ ସେ ସେହି ରଘୁବଂଶୀକେ ଅର୍ଥ ପ୍ରଭୁ ରାମଚନ୍ଦ୍ରଙ୍କର ଶୁଭ ସମ୍ପାଦନା କରିବା ନିମନ୍ତେ, ଶୁଭ ମନାସିବା ନିମନ୍ତେ, ତାଙ୍କର ସମସ୍ତ ଶୁଭ କାର୍ଯ୍ୟ କରିବା ନିମନ୍ତେ ସେ ଉଷା ଦେବୀଙ୍କୁ ସେ ଏଠାରେ ପ୍ରାର୍ଥନା କରିଛନ୍ତି। କାରଣ ସାଧାରଣତଃ ଗୋଟିଏ ନାରୀ ସେ ନିଜେ ଯେତେ କଷ୍ଟ ସହିଲେ ମଧ୍ୟ ସେ ସବୁବେଳେ ଚାହିଁଥାଏ ତା ପରିବାରର, ତା ସ୍ୱାମୀ, ତା ପୁତ୍ର କନ୍ୟା, ତା ବଂଶର କେମିତି ଉତ୍ତରୋତ୍ତର ଉନ୍ନତି ଘଟୁ। ଏହା ଗୋଟିଏ ପତିବ୍ରତା ନାରୀର କର୍ତ୍ତବ୍ୟ। ତେଣୁ ଯାହା ଆମେ ମହାସତୀ ସୀତାଙ୍କ ନିକଟରେ ଦେଖିବାକୁ ପାଇବା। ତେଣୁ ସେ ନିଜେ ଯେତେ କଷ୍ଟ ସହିଲେ ମଧ୍ୟ ପ୍ରଭୁ ରାମଚନ୍ଦ୍ରଙ୍କ ଦ୍ୱାରା ସେ ନିର୍ବାସିତା ହୋଇଛନ୍ତି ସତ, ସେ ଅନେକ କଷ୍ଟ ସହ୍ୟ କରିଛନ୍ତି ସତ, କିନ୍ତୁ ତଥାପି ତାଙ୍କ ମନ ଭିତରେ ନିଜର ପତି ପ୍ରଭୁ ପରମେଶ୍ୱର ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ଯେଉଁ ସ୍ନେହଭାବ ଥିଲା, ଯେଉଁ ଭକ୍ତିଭାବ ଥିଲା, ଯେଉଁ ଭଲ ପାଇବା ଥିଲା, ତାହା ତିଳେ ହେଲେ ଊଣା ହେଇନାହିଁ। ତେଣୁ ସେ ଏଠାରେ ସତୀ ସୀତା ଏଠାରେ ଉଷାଦେବୀଙ୍କୁ କହୁଛନ୍ତି ଯେ ତୁମେ ମୋ ପତି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଶୁଭ ସମ୍ପାଦିନୀ ହୁଅ, ତାଙ୍କର ସର୍ବଦା ଶୁଭ କାମନା କର। ତାଙ୍କର ସେ ଯେଭଳି ତାଙ୍କ ଜୀବନରେ କେବେ ବି କୌଣସି ଅଘଟଣ ତାଙ୍କ ଜୀବନରେ ନ ଆସୁ। ତାପରେ କ'ଣ କହିଲେ ଦେଖ, ଉତ୍ସୁକ ହୃଦଏ ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ, ତମସା ନିର୍ମଳ ଗାତ୍ରୀ ପବିତ୍ର ଧାରା, ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନିରସିଞ୍ଚି, ମଙ୍ଗଳ ପ୍ରଦୀପ ରଚି ପ୍ରଭାତୀ ତାରା, ମୁହୁର୍ମୁହୁ ମୀନ ନୟନୀ,
ଚାହୁଁଥିଲା ସୀତା ସତୀ ସୁଭାଗ ମନେ। ବର୍ତ୍ତମାନ ବୁଝିବା। ଉତ୍ସୁକ ହୃଦୟ ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ। ଉତ୍ସୁକ ମାନେ ଆଗ୍ରହର ସହିତ, ଉତ୍ସୁକତାର ସହିତ। ତେଣୁ ଉତ୍ସୁକତାର ହୃଦୟ ନେଇ ମନ ଭିତରେ ଆଗ୍ରହ, ଉନ୍ମାଦନା, ଉତ୍ସୁକତା ଭରି ଦେଇଛି କିଏ ସେ? ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ। ରାତ୍ରି ଶେଷ ହେଲା ବେଳକୁ ହୃଦୟ ଭିତରେ ଉତ୍ସୁକତା ଧାରଣ କରି ରଖିଛି କିଏ ସେ? ଆଶ୍ରମର ଧାତ୍ରୀ। ଆଶ୍ରମର ଧାତ୍ରୀ। ଧାତ୍ରୀ କହିଲେ ସାଧାରଣତଃ ମାତା, ମା ଏବଂ ଧାତ୍ରୀ। ଧାତ୍ରୀ ମା ଯେଭଳି ଭାବରେ ଆମକୁ ଜନ୍ମ ଦେଇଥାନ୍ତି ଏବଂ ଆମର ସମସ୍ତ ପ୍ରକାରର କାର୍ଯ୍ୟ ସେ ସମ୍ପାଦନା କରିଥାନ୍ତି, ଆମକୁ ସେ ତାଙ୍କର ସ୍ନେହରେ ସେ ଆମକୁ ପ୍ରତିପାଳିତ କରିଥାନ୍ତି। ଧାତ୍ରୀ ମଧ୍ୟ ସେହିଭଳି। ସେ ଆମକୁ ଜନ୍ମ ଦେଇନଥାଏ ସତ, କିନ୍ତୁ ସେ ଆମର ପ୍ରତିପୋଷଣର, ପାଳନ ପୋଷଣ କରିବାର ସମସ୍ତ ଦାୟିତ୍ୱ ସେ ଗ୍ରହଣ କରିଥାଏ। ସାଧାରଣତଃ ଦେଖିବ ରାଜଉଆସ ମାନଙ୍କରେ ଯେଉଁ ଧାଇ ମା ଥାନ୍ତି, ରାଣୀ, ସେ ତାଙ୍କର ପୁତ୍ରକନ୍ୟାମାନଙ୍କୁ ପ୍ରସବ କରିସାରିଲା ପରେ ତାଙ୍କ ଉଆସରେ ଥିବା ଧାଇ ମା ସେ ସେହି କନ୍ୟା ବା ପୁତ୍ରର ସମସ୍ତ ଲାଳନ ପାଳନର ଦାୟିତ୍ୱ ସେ ଗ୍ରହଣ କରିଥାନ୍ତି। ତାଙ୍କୁ ଧାଇ ମା ବୋଲି କୁହାଯାଏ। ତେଣୁ ଏଠାରେ ଆଶ୍ରମର ଧାତ୍ରୀ। ଆଶ୍ରମର ଧାତ୍ରୀ କିଏ? କିଏ ଆଶ୍ରମବାସୀଙ୍କୁ ପ୍ରତିପାଳନ କରୁଛି, କିଏ ଆଶ୍ରମର ସମସ୍ତ ଆଶ୍ରମରେ ବାସ କରୁଥିବା ସମସ୍ତ ଜୀବଜନ୍ତୁ, ପ୍ରାଣୀ, ମନୁଷ୍ୟ ସମସ୍ତଙ୍କର କିଏ ସେ ପ୍ରତିପୋଷଣ କରୁଛି? ତମସା ନିର୍ମଳ ଗାତ୍ରୀ ପବିତ୍ର ଧାରା। ଏଠାରେ ତମସା ନଦୀକୁ ଆଶ୍ରମର ଧାତ୍ରୀ ବୋଲି କୁହାଯାଇଛି। ସାଧାରଣତଃ ତୁମେ ତ ଜାଣିଛ ଜଳ ହିଁ ଜୀବନ। ତେଣୁ ଆଶ୍ରମ ନିକଟରେ ଯେଉଁ ତମସା ନଦୀ ପ୍ରବାହିତ, ସେହି ତମସା ନଦୀର ନିର୍ମଳ ପବିତ୍ର ଜଳଧାରା ସେ ଏହି ଆଶ୍ରମବାସୀଙ୍କର ଜୀବନକୁ ଧାରଣ କରି ରଖିଛି। ତେଣୁ ସାଧାରଣତଃ ମୁନି ଋଷିଙ୍କ ଆଶ୍ରମ ନିକଟରେ କୃଷି କାର୍ଯ୍ୟ କରାଯାଇଥାଏ। ଆଶ୍ରମରେ ଥିବା ବିଭିନ୍ନ ପ୍ରକାର ଯେଉଁ ଗଛ ପତ୍ର ଉପବନ, ସେଥିରେ ସବୁ ଜଳସିଞ୍ଚନ କରିବାକୁ ପଡ଼ିଥାଏ। ଆଶ୍ରମ ନିମନ୍ତେ ମଧ୍ୟ ଜଳର ଆବଶ୍ୟକତା ଥାଏ। ତେଣୁ ପ୍ରତ୍ୟେକ କାର୍ଯ୍ୟରେ ଜଳର ଆବଶ୍ୟକତା ରହୁଛି ଏବଂ ଯେଉଁ ଜଳ କି ତମସା ନଦୀ ହିଁ କେବଳ ପ୍ରଦାନ କରିଛି। ତେଣୁ ତମସା ନଦୀକୁ ଏଠାରେ ଆଶ୍ରମର ଧାତ୍ରୀ ବୋଲି କୁହାଯାଇଛି। ତେଣୁ ତମସା ନିର୍ମଳ ଗାତ୍ରୀ ପବିତ୍ର ଧାରା। ଗାତ୍ର ଅର୍ଥ ହେଉଛି ଯେଉଁଟା ଆମେ କୋଳ ବା ଶରୀର ବୋଲି କହିଥାଏ। ତେଣୁ ତମସା ନିର୍ମଳ ଗାତ୍ରୀ ପବିତ୍ର ଧାରା। ତେଣୁ ତମସାର ଯେଉଁ ଶରୀର, ନିର୍ମଳ ଶରୀର, ଯାହାକି ପବିତ୍ର ଜଳଧାରାରେ ପ୍ଲାବନ ହୋଇଛି, ସେଇ ତମସା ନଦୀ ଅପେକ୍ଷା କରି ରହିଛି ଉତ୍ସୁକତାର ହୃଦୟରେ, ଆଗ୍ରହର ସହିତ ସେ ଅପେକ୍ଷା କରି ରହିଛି ସତୀ ସୀତାଙ୍କର ଆଗମନ ନିମନ୍ତେ। ଆଉ ସେ କ'ଣ ସବୁ ପୁଣି ଆୟୋଜନ କରିଛି? ସୀତାଙ୍କୁ ତା ନିକଟରେ ପହଞ୍ଚିବା ପରେ କିଭଳି ଭାବରେ ସେ ତାଙ୍କୁ ସ୍ୱାଗତ କରିବ, କ'ଣ ସେ ତା'ର ସବୁ ଆୟୋଜନ କରିଛି? ଯେମିତି ଉଷା ଦେବୀ ଋଷିଙ୍କ ଆଶ୍ରମ ପ୍ରାଙ୍ଗଣରେ ରହି ସବୁ ପ୍ରକାରର ସ୍ୱାଗତ ନିମନ୍ତେ ବ୍ୟବସ୍ଥା କରିଥିଲା, ଏଠାରେ ତମସା ମଧ୍ୟ ସୀତାଙ୍କୁ ନିଜର କୋଳରେ ଧରିବା ପାଇଁ, ଆଲିଙ୍ଗନ କରିବା ପାଇଁ, ତାଙ୍କର ଆଶ୍ଲେଷ ପାଇଁ ସେ ବିଭିନ୍ନ ପ୍ରକାରର ଆୟୋଜନ କରିଛନ୍ତି। କ'ଣ ସେ ବ୍ୟବସ୍ଥା ମାନ କରିଛନ୍ତି ଦେଖିବା। ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନୀର ସିଞ୍ଚି। ତା'ର ପ୍ରାଙ୍ଗଣରେ, ତା'ର ତମସା ନଦୀର ନିକଟରେ ବା ତା କୂଳରେ କୁସୁମ ବିଞ୍ଚି, ସେ ଫୁଲମାନଙ୍କ ସବୁ ବିଞ୍ଚିକି ରଖିଛି। ସାଧାରଣତଃ ଦେଖିବ ଯେତେବେଳେ ରାଜା ବା ରାଣୀ ଆସୁଥାନ୍ତି, ତାଙ୍କର ଯେଉଁ ପରିଚାରିକା ମାନେ ଥାନ୍ତି, ତାଙ୍କ ଆଗରେ ଫୁଲ ବିଞ୍ଚି ଆସୁଥାନ୍ତି। ସେ ଫୁଲ ଉପରେ କୋମଳ ପାଦର ସ୍ପର୍ଶ ସେ ଫୁଲ ଉପରେ ଦେଇ ସେମାନେ ମହାରାଜା ମହାରାଣୀ ସବୁ ଆସୁଥାନ୍ତି। ତେଣୁ ଏଠି ତମସା ନଦୀ ମଧ୍ୟ ସୀତାଙ୍କ ସ୍ୱାଗତ ନିମନ୍ତେ ସେ ତା'ର କୂଳରେ, ତା ପ୍ରାଙ୍ଗଣରେ କୁସୁମକୁ ବିଞ୍ଚି ରଖିଛି।
ଆଉ ପୁଣି କ'ଣ କରିଛି, ସୁବାସିତ ନୀର ସିଞ୍ଚି, ସୁବାସିତ ଜଳ, ନୀର ଅର୍ଥ ହେଲା ଜଳ, ସୁବାସିତ ଜଳକୁ ମଧ୍ୟ ସେ ତା'ର କୂଳରେ ସିଞ୍ଚନ କରିଛି, ଯାହାଦ୍ୱାରା କି ଯେତେବେଳେ ସତୀ ସୀତା ଆସିବେ ସେ ଫୁଲ ଉପରେ ପାଦ ଦେଇ ଆସିବେ ଏବଂ ସୁବାସିତ ଜଳର ଯେଉଁ ସୁଗନ୍ଧ ତାଙ୍କୁ ଆଘ୍ରାଣ ହେଉଥିବ। ତେଣୁ ସୁବାସିତ ନୀର ସିଞ୍ଚି ମଙ୍ଗଳ ପ୍ରଦୀପ ରଚି ପ୍ରଭାତୀ ତାରା, ପ୍ରଭାତ ସମୟରେ ଦେଖିଥିବ ଆମର ପୂର୍ବ ଦିଗରେ ପ୍ରଭାତୀ ତାରା ଦେଖାଯାଏ, ଯାହାକୁ ଆମେ କୁଆଁ ତାରା ବୋଲି କହିଥାଏ। ତେଣୁ ସେଇ ଯେଉଁ ପ୍ରଭାତୀ ତାରା ଯେତେବେଳେ ପ୍ରଭାତ ସମୟରେ ଆକାଶରେ ଦେଖାଦେଉଛି, ଏଠାରେ କବି ସେଇ ପ୍ରଭାତୀ ତାରାକୁ ମଙ୍ଗଳ ପ୍ରଦୀପ ସଦୃଶ ତୁଳନା କରିଛନ୍ତି। ସତେକି ତମସା ନଦୀ ଏହି ପ୍ରଭାତୀ ତାରାକୁ ସେ ଗୋଟେ ଦୀପ ସଦୃଶ, ଦୀପ ଭଳି ଜଳେଇକି ରଖିଛି। ସୀତା ଆସିଲେ ତାଙ୍କୁ ସେ ବନ୍ଦାପନା କରି ସ୍ୱାଗତ କରିବା ନିମନ୍ତେ ଏହି ପ୍ରଭାତୀ ତାରାକୁ ସେ ପ୍ରଦୀପ ସଦୃଶ ସଜେଇକି ରଖିଛି। ମୁହୁର୍ମୁହୁର୍ ମୀନ ନୟନେ ଚାହୁଁଥିଲା ସୀତା ସତୀ ଶୁଭାଗମନେ, ମୁହୁର୍ମୁହୁର୍ ମୀନ ନୟନେ, ମୁହୁର୍ମୁହୁଃ ଅର୍ଥ ଯେଉଁଟା ଆଖି ମିଟିମିଟି କରି ଚାହିଁ ରହିବା। ମୀନ ନୟନେ, ସାଧାରଣତଃ ତମସା ନଦୀକୁ ଗୋଟିଏ ନାରୀ ଭାବରେ ଏଠାରେ ସେ ଅବତାରଣା କରିଛନ୍ତି ଏବଂ ନାରୀମାନଙ୍କର ଯେଉଁ ସୁନ୍ଦର ଆଖିକୁ ମୀନ ନୟନ ବୋଲି କୁହାଯାଇଥାଏ। ମୀନ ନୟନ କହିଲେ ଯେଭଳି ମୀନ ଅର୍ଥ ହେଉଛି ମାଛ, ମାଛର ଶରୀରର ଆକୃତିଟା ଯେଭଳି ହେଇଥାଏ ଆମର ଚକ୍ଷୁର ଆକୃତିଟା ମଧ୍ୟ ସେଇଭଳି ହେଇଥାଏ। ତେଣୁ ପୁଣି ନାରୀର ଚକ୍ଷୁ ଆହୁରି ସୁନ୍ଦର ହେଇଥାଏ। ଗୋଟିଏ ସୌନ୍ଦର୍ଯ୍ୟମୟୀ ନାରୀ ତା'ର ଚକ୍ଷୁର ଯେତେବେଳେ ବର୍ଣ୍ଣନା କରାଯାଇଥାଏ ତାକୁ ମୀନ ନୟନା ବୋଲି କୁହାଯାଇଥାଏ। ତେଣୁ ସେଇ ମୀନ ନୟନରେ ସେ ମୁହୁର୍ମୁହୁଃ ଅର୍ଥ ସେ ଆଖିକୁ ସେ ମାନେ ଯେଉଁ ମିଟମିଟ କରି ସେ ଚାହିଁ ରହିଛି ସତୀ ସୀତା ଶୁଭାଗମନେ, ଶୁଭଯୁକ୍ତ ଆଗମନେ, ସତୀ ସୀତାଙ୍କର ଶୁଭ ଆଗମନକୁ ସେ ଚାହିଁ ରହିଛି। ଏସବୁ ପ୍ରକାରର ବ୍ୟବସ୍ଥା କରି, ସବୁ ପ୍ରକାରର ବନ୍ଦୋବସ୍ତ କରି ସତୀ ସୀତାଙ୍କୁ ସେ ତା ନିକଟରେ କିଭଳି ପହଞ୍ଚିବେ ଏବଂ ତାଙ୍କୁ କିଭଳି ସେ ସ୍ୱାଗତ କରିବେ, ଏସବୁ ପ୍ରକାର ବ୍ୟବସ୍ଥା ସେ କରିକି ଆୟୋଜନ କରି ରଖିଛି। ଧନ୍ୟବାଦ।